ଆପଣ ଆପଣ ନାଳୁଆ ହୁଅନ୍ତୁ ଆପଣ ସ୍ତ୍ରୀ ପାଖରେ ଆପଣ ବିବାଦ କରନ୍ତି ନାଁ ଫାଁ କରିବା ପାଇଁ ଆଉ କ'ଣ ଆଜି ଡେଟ୍ରେ ଯଦି ବିବାଦ ନ ହେବ ବିବାଦୀୟ ନ ହେବେ ତ ତାଙ୍କୁ ଲୋକ ଭୁଲି ଯାଇଥିବେ କାରଣ ସିଏ ଗୁଲୁଆକୁ ମୁଁ ଜାଣିଛି ବର୍ଷାକୁ ମୁଁ ବେଶୀ ଜାଣିନି ସାନ ଭଉଣୀଟା ହେବ ଘର ବିବାଦଟା ଘରେ ନିପଟେଇ ଦେଲେ ଭଲ ଆମର ବି ଡେଲି ହେଉନାହିଁ କି କଳି ହେଉଛି କିନ୍ତୁ ସେଇଟା ହାଲ୍ଲା ହେବା ଉଚିତ ନୁହଁ କି ସୋସିଆଲ ମିଡ଼ିଆ ଆସିବା ଉଚିତ ନୁହଁ ବୋଧେ ଗୁଲୁଆ ଭାବିଲେ ଯେ ଗୋଟେ ସିନେମା କରିଥିଲେ କ'ଣ ଅନୁଭବ ସାଙ୍ଗରେ ଫିଲ୍ମ ନାଁ ଥିଲା କ'ଣ କହିଲେ ଚାରିଧାମ ତାକୁ ତାପସର ଘରିଆ ନେଇଥିଲେ ତ ସେଇଠୁ ପରେ ଟିକେ ସିଏ ହଜି ଯାଇଥିଲେ ସୋସିଆଲ ମାନେ ଆପଣ ଯେତେବେଳେ ଲେଡ଼ିଜ୍ ପଏଣ୍ଟରେ ସମ୍ମାନ ଦେଉନାହାନ୍ତି ରାବଣ ଯିଏ ଥିଲେ ନୈଷ୍ଠିକ ବ୍ରାହ୍ମଣ ଏବଂ ତା ସହିତ ରାବଣ ଥିଲେ ବହୁତ ବଡ଼ ପଣ୍ଡିତ ତାଙ୍କ ପାଖରେ ସୁନାର ଲଙ୍କା ଥିଲା ଧନ ଦୌଲତର ଅସୁବିଧା ନଥିଲା ସିଏ ଯେତେବେଳେ ସୀତାମାତାକୁ ଟାଣି ଜଟାୟୁକୁ ହାଣି ନେଇ ପଳେଇଲେ ସୀତାମାତାକୁ ଅଶୋକ ବନରେ ବସେଇଲେ ତ 10 ମୁଣ୍ଡ ତାଙ୍କର କଟିଥିଲା କେତେ ମୁଣ୍ଡ 10 ମୁଣ୍ଡ ତେଣୁକରି ଯିଏ ଆପଣ ଜୀବନରେ ନାରୀ ଜଣେ ଆପଣ ନାଳୁଆ ହୁଅନ୍ତୁ ଆପଣ ସ୍ତ୍ରୀ ପାଖରେ ଆପଣ ଅନ୍ୟମାନେ ଭଉଣୀ ମା ଝିଅ ତିନି ରୂପରେ ଅଛନ୍ତି ଯଦି ଆପଣ ସେଇଠି ହେବେ ଆପଣ ଏମିତି ବଦନାମ ହେଇଯିବେ କେହି ଅଟକେଇ ପାରିବେନି ଗ୍ୟାରେଣ୍ଟେଡ଼ ଦେଇ କହୁଛି ବଦନାମ ହେବେ ଆଉ ଆଜି ଡେଟ୍ରେ କେତେ ନେତା କେତେ ମନ୍ତ୍ରୀ କେତେ ଲୋକ କେତେ କଳାକାର ବଦନାମ ହେଇଛନ୍ତି ଏଇ ନାରୀ ପାଇଁ ସେଇ ନାରୀଠୁ ଜନ୍ମ ହେଲେ ମା ହେଇକି ସେ ଲାଳନ ପାଳନ କଲା ଯଦି ଜନ୍ମ ବେଳେ ଟିକେ ବିଅର ପିଇ ଦେଇଥାନ୍ତା ମାଆଟା ସେଇଦିନ ମରିଥାନ୍ତେ ଆପଣ ତେଣୁକରି ସେ ମା ନିଜର କ୍ଷୀର ଦେଇକି ବଡ଼ କଲା 9 ମାସ 10 ମାସ ଗର୍ଭରେ ରଖି ଜନ୍ମ ଦେଲା ତାପରେ କ'ଣ ତୁମ ପାଇଁ ପୁରା ଟାଇମ୍ ଆଇଲା ଯେତେବେଳେ ସ୍ତ୍ରୀ ଆପଣ କଲେ ତେଣୁକରି ଆପଣ ଏତେ ଖରାପ କଥା ସେମିତି ଶୁଣନ୍ତୁ ଭୁଲ କଥାକୁ ଯଦି ଯିବେ ଗ୍ୟାରେଣ୍ଟିରେ ଦଣ୍ଡ ଆପଣ ପାଇବେ ଆଉ କେହି ପାଇବେନି ସେ ଦଣ୍ଡ ପାଉନାହାନ୍ତି କି ଏବେ ଲୋକଙ୍କ ପାଖରେ ଛି ଛାକାର ଯେଉଁଟା ହେଉଛି ସେଇଟା ଘର କଥାଟା ଆଣିକି ମିଡ଼ିଆରେ ଆମେ ଗପିଲେ